हेलो। ଆଜ୍ଞା ଭାଇ। हाँ भाई एग्जाम सरीला तुमर ଆଜ୍ଞା आज ଆଜ୍ଞା थिला ना ଆଜ୍ଞା ଭାଇ। तुमर कौन शिफ्ट रे थिला? ସେକେଣ୍ଡ ସିଫ୍ଟ। अग्निवीर पेपर तो ଆଜ୍ଞା कौन थे जीडी रे थिला ना? ଆଜ୍ଞା ଭାଇ। ଜି तमे केतरा ट्रेड रे पकेइछो केवल जीडी ना आउ किछि भी पकेइछो? ନା ଗୋଟେ। केवल जीडी रे पकेइछो? ଆଜ୍ଞା। पेपर आज केमिति कोन पेपर गला? ପେପର ଭଲ ଯାଇଛି। केतरा क्वेश्चन करछो? କ୍ୱେଶ୍ଚନ ମୁଁ 48ଟା ଖଣ୍ଡେ କରିଛି। 48 टा। ଆଜ୍ଞା। ता माने या भितरु निजर माने एब्सोल्युटली करेक्ट केतरा अछि? ଆସିକି ଯାହା ୟୁଟ୍ୟୁବ ଦେଖୁଥିଲି ଭାଇ 32-35ଟା ପାଖାପାଖି ଠିକ ହବ। ତାହେଲେ ୟୁଟ୍ୟୁବରେ। ଏବେ ଯାହା ଲାଗୁଛି କି ତମର ଫିଜିକାଲ ପାଇଁ ନା ଆସିଯିବ। ହଁ। କେତେ शिफ्ट रे गुटे फास्ट शिफ्ट रे थिला ना? ନା ସେକେଣ୍ଡ ସିଫ୍ଟ। कोउंठी एग्जाम सेंटर थिला? एबीए। एबीए कॉलेज बालेश्वर। ଆଜ୍ଞା। मोर भी ସେଇଠି ଥିଲା। ଆଉ एग्जाम जो हमर ହେଇଛି मैथ रे केमिति कोन क्वेश्चन आस्थिला? मैथ रे इजी क्वेश्चन ମାନେ ସେମିତି କିଛି ହାर्ड क्वेश्चन ନାହିଁ। कोन कोन टॉपिक रो बेसी कोन आछि? ଟପିକ ପରସେଣ୍ଟେଜ ବିଷୟରେ ଆସିଥିଲା ଗୋଟେ ଦିଟା କ୍वेଶ୍ଚନ ଏମିତି ଆସିଥିଲା। ଡିସକାଉଣ୍ଟ ବିଷୟରେ ଆସିଥିଲା କିଛି ଏଇଭଳିଆ ଆସିଥିଲା ଆଉ। ହଁ ମାନେ क्वेश्चन କିଛି କହି परिबो गुटे दिटा मैथ रे? मैथ रे क्वेश्चन ଡିସକାଉଣ୍ଟ ମାନେ ଗୋଟେ ଦେଇଛି କି ଏମିତି क्वेश्चन 4-6 ର ଏଭରେଜ ଏମିତି କଣ क्वेश्चन ପଡିଥିଲା ଆଉ। एवरेज ରୁ ଗୁଟେ ଆସିଛି। ଆଜ୍ଞା। ଆମର ଇଏ प्रॉफिट एंड लॉस ରୁ ଗୁଟେ ଆସିଛି। ହଁ। ଆଉ କୋଉଠି ରୁ? ଆଉ ପରସେଣ୍ଟେଜ ରୁ ଆସିଥିଲା क्वेश्चन କିଛି ଗୋଟେ परसेंटेज ହଁ। ମାନେ ସବୁ ନର୍ମାଲ ଲେବୁଲ ର क्वेश्चन ରହୁଛି। क्वेश्चन नॉर्मल लेवल बेसिक रहुଛି खाली। मैथ ରୁ केतरा क्वेश्चन थिला? मैथ 6ଟା ଖଣ୍ଡେ। ଆଉ ରିଜनिंग? ରିଜନିଂ 10ଟା ଖଣ୍ଡେ। ହଁ ରିଜନିଂ କେମିତି କଣ ଆସିଥିଲା? ରିଜନିଂ ବି ସେଇ ଇଜି। ସବୁ ଇଜି ଆସିଲା କେବଳ ଜିକେ ଟିକେ ଆସିଥିଲା ଟିକେ ହାର୍ଡ ଆଉ। ଜିକେ ମାନେ ଆମର କଣ ଇଣ୍ଡିଆ ଜିକେ ଆସିଥିଲା ନା ୱାର୍ଲଡ ରୁ ଆସିଥିଲା? ଆମ ଇଣ୍ଡିଆ ସବୁ ଜିକେ କିନ୍ତୁ କ୍ୱେଶ୍ଚନ ଟିକେ ପକେଇଥିଲା ଆଉ ସେଇଭଳିଆ। ହଁ ଆଉ ସାଇନ୍ସ ରେ କେମିତି କଣ ହେଇଛି? ସାଇନ୍ସ ରେ ସାଧା ଥିଲା କ୍ୱେଶ୍ଚନ। ସାଇନ୍ସ ରେ କେମିତି କଣ କ୍ୱେଶ୍ଚନ ଥିଲା ଟିକେ କହିବ? ସାଇନ୍ସ ରେ ପଡିଥିଲା ହଉଛି ନିଶ୍ୱାସ କୁ କଣ କୁହନ୍ତି ମାନେ ନିଶ୍ୱାସ ନବାକୁ କଣ କୁହନ୍ତି? ହୁଁ ହୁଁ। ଇଜି କ୍ୱେଶ୍ଚନ ତମର ଏଥର ପେପର ଯୋଉ ହେଇଛି ଓଡିଆ ନା ଇଂଲିଶ ରେ? ଇଂଲିଶ ରେ। ପେପର ତାର ଏଇ ଯୋଉ ନେକ୍ସଟ ପିଲାଙ୍କ ପାଇଁ ଆସୁଛି ସେଇଟା ଓଡିଆ ହବ କି କଣ? ନା ତୁମର ଓଡିଆ ପାଇଁ ଅପସନ ଥିଲା? ଇଂଲିଶ ରେ ତ ଆସିଥିଲା ଖାଲି ଇଂଲିଶ। ତାହେଲେ ଏବେ ମାନେ କେତେଟା ସିଫ୍ଟରେ ହିନ୍ଦୀ ଗୋଟେ ଆଉ ଦିନ ଇଂଲିଶ ଆସୁଥିଲା ମାନେ ଅପସନ ଥିଲା। ହଁ ହଁ ହିନ୍ଦୀ ଯଦି କରିବ ନହେଲେ ଇଂଲିଶ କରିବ। ହଁ ଏବେ ବୋଧେ ସେଣ୍ଟର ରେ ଅଛ କି କଣ? ନା ମୁଁ ଏଇ ଆସୁଥିଲି ଆଉ ରାସ୍ତାରେ। କେତେଟା ସିଫ୍ଟ ରେ ଗୋଟେ ଦିନ ଏକ୍ଜାମ ହଉଛି? ମୁଁ ଆମ ପୂର୍ବରୁ ଗୋଟେ ହଉଥିଲା ସିଫ୍ଟ ଗୋଟେ। ହଁ ଫାଷ୍ଟ ସିଫ୍ଟ ପଳେଇଛି ସକାଳେ। ହଁ ସକାଳୁ ଆଉ ସେକେଣ୍ଡ ପଳେଇଛି। ସିଫ୍ଟ ତମର? ୟା ପରେ ଆମେ ମାନେ ଯେତେବେଳେ ଆଇଲୁ ସେତେବେଳେ ଆଉ ଜଣେ ମାନେ ଏଣ୍ଟ୍ରି କରୁଥିଲେ ମାନେ 3ଟା ତାପରେ ଯଦି ହଉଥିବ ମୁଁ ଜାଣିନାହିଁ। ହଁ ହଁ। ଭାଇ 3ଟା ସିଫ୍ଟ ରହୁଛି ଭାଇ। 3ଟା ସିଫ୍ଟ ରେ। ଆଜ୍ଞା। ଆଉ ତୁମେ ତ ଏଇ ଗୋଟିଏ ଟ୍ରେଡ୍ ରେ ପକେଇ ଯାଇଥିଲ ତ ଥିଲା କି ଜଣେ ଅପସନାଲ ଥିଲା 2ଟା ଟ୍ରେଡ୍ ରେ ଫର୍ମ ପକେଇ ପାରିବ। ଆଜ୍ଞା। 2ଟା ଟ୍ରେଡ୍ ରେ କାଇଁ ପକେଇଲନି କି? ଗୋଟେ ଟ୍ରେଡ୍ ରେ ପକେଇଥିଲି ଆଉ ଜିଡି ଟା କେବଳ। ହଁ ହଁ ତାହେଲେ ଏଇଥର ଯଦି ନା ଆସିଯିବ ଏବେ ତାହେଲେ ଫିଜିକାଲ ପାଇଁ ପ୍ରିପାରେସନ ଆରମ୍ଭ କରିଦିଅ। ହଁ ଆରଥର ବି ଆସିଥିଲା ସେ ରନିଂ ର କଟିଯାଇଥିଲୁ। ରନିଂ ରେ କଟିଥିଲ କୋଉଠି ହେଇଥିଲା କି ରନିଂ ପୁରୀରେ ହେଇଥିଲା ପା? ହଁ। ହଁ ଆଗ ଥର କେତେ ପିଲା ରଖିଥିଲ? ଆରଥର ହଉଛି 60 ପାଖାପାଖି। ହଁ ହଉ ଠିକ ଅଛି ଏଥର ଟିକେ ରନିଂ କୁ ଦେଖ ଆଉ ଜିକେ ରେ କୁହ କଣ ଆସିଥିଲା? ଜିକେ ରେ ଭାଇ ଆସିଥିଲା କଣ କହିଲେ ହେଡ କ୍ଵାର୍ଟର କୋଉଠି ଅଛି ଏୟାର ଫୋର୍ସ ର? ହୁଁ। ନେଭିର କୋଉଠି ହେଡ କ୍ୱାର୍ଟର ଅଛି ସେଇଟା ଆସିଥିଲା। ଆଉ ହଉଛି ଗୋଟେ ଆତ୍ମ କାହାଣୀ ଗୋଟେ ମାନେ ଆସିଥିଲା ଗୋଟେ ଆତ୍ମକଥା କାର ଗୋଟେ ଆସିଥିଲା। ଆଉ ଗୋଟେ ଆସିଥିଲା ଆଉ କଣ ଆସିଥିଲା ଏଇ ଆସିଥିଲା ଭାଇ ଆଉ କଣ ଏୟାର ବି ଆସିଥିଲା ଗୋଟେ। 2025 ରେ ଶାହରୁଖ ଖାନ କିଏ ୱାର୍ଡ ପାଉଥିଲେ ସେଇଟା ଗୋଟେ ଆସିଥିଲା। ମାନେ ଆୱାର୍ଡ ରୁ ଆସିଥିଲା କୋଶ୍ଚେନ। ହଁ ଆଉ ଗୋଟେ ଆଉ ଆସିଥିଲା ଫିଲ୍ମ ଆୱାର୍ଡ ଆସିଥିଲା। ହଁ ବୁକ୍ ଏଣ୍ଡ ଅଥର ରୁ ଆସିଥିଲା କି?
ହଁ ଭୂଗୋଳ ରଥ ଆତ୍ମକଥାରୁ ଆସିଥିଲା ବା ଆତ୍ମକାହାଣୀ ଗୋଟେ ଆସିଥିଲା। ଆଉ ଫେମସ୍ ପ୍ଲେସ୍? ପ୍ଲେସ୍ ଆସିନି କିଛି। ପ୍ଲେସ୍ ରୁ କିଛି ଆସିନାହିଁ। ଆଉ କରେଣ୍ଟ ନା। ଆଫେୟାର୍ସ ଆସିଥିଲା କି? ଆଜ୍ଞା କରେଣ୍ଟ ଆଫେୟାର୍ସ ଯେମିତିଆ କହିଲ ରିସେଣ୍ଟଲି ଶାହରୁଖ ଖାନ କଣ ଆୱାର୍ଡ ପାଇଥିଲା? ହଁ କରେଣ୍ଟ ଆଫେୟାର୍ସ ସେଇଆକୁ ଯିବ ନା କରେଣ୍ଟ ଆଫେୟାର୍ସ ଆସିଥିଲା। କେତେଟା କରେଣ୍ଟ ଆଫେୟାର୍ସ କେତେଟା ଭଳିଆ ଆସିଥିଲା ଜିକେ କୁ ଛାଡିକି? ଗୋଟେ ହିଁ ଆସିଛି ସେଇଟା। ଆଉ କିଛି ଆସିନି? ନା ଆଉ କିଛି ଆସିନି। ଆଉ ଆମର ଗୋଟେ ସିଫ୍ଟ ରେ ତୁମର କେତେ ପିଲା ପଶିଥିଲେ? 60 ଜଣ। ଜମା 60 ଜଣ ଥିଲେ? ଆଜ୍ଞା। ପୂର୍ବରୁ ସେ ଯୋଉ ବାହାରିଥିଲେ ସେଥିରେ କେତେ ଜଣ ଥିଲେ? ସେଟା ସେଟା 80-90 ଜଣ ଥିଲା କିନ୍ତୁ 60-62 ଜଣ ପ୍ରେଜେଣ୍ଟ ଥିଲେ। ହୁଁ। ଆଉ 20-22 ଜଣ ଖଣ୍ଡେ ଆବସେଣ୍ଟ ଥିଲେ। ତାହେଲେ ପିଲା ବେଶୀ ନାହାନ୍ତି? ନା। ହଉ ତାହେଲେ ଏଇଥର ହେଇଯାଉ ଚାକିରି। ଆଉ ତମେ ଆଜ୍ଞା ଫିଜିକାଲ ପାଇଁ ଏବେ ଟିକେ ଲାଗ। ଆଜ୍ଞା ଭାଇ। ଆଉ ବାକି ଆଉ ସାଙ୍ଗ ପିଲା କିଏ କିଏ ଦେଇଛନ୍ତି? ସଞ୍ଜୀବ ଦେଇଛି? ସଞ୍ଜୀବର ଅଛି 4 ତାରିଖ। 4 ତାରିଖ ଅଛି? ଆଜ୍ଞା। ହଉ ତାହେଲେ ଆଜ୍ଞା ଭାଇ ରଖୁଛି। ଆଜ୍ଞା ଧନ୍ୟବାଦ।